ଆଜି ଦେଖନ୍ତୁ ମୁଁ କେମିତି ଗୋଟେ କୁରକୁରେକୁ ନେଇକି ପରୀକ୍ଷା କରୁଛି। ଆପଣମାନେ ଦେଖୁଥିବେ ଏଇଟା ଗୋଟେ ହେଉଛି କୁରକୁରେ। ସମସ୍ତେ କୁହନ୍ତି କୁରକୁରେ କାହାର ତିଆରିଛି। ଦେଖନ୍ତୁ କୁରକୁରିଟା ହେଉଛି ଆକ୍ଚୁଆଲି ପ୍ଲାଷ୍ଟିକଟା। ଦେଖନ୍ତୁ ନିଆଁରେ ଜଳଉଛେ, ଦେଖନ୍ତୁ ନା ଜଳିବ। ରୁହନ୍ତୁ, ଜଳୁଛି, ଟିକେ ଖାଲି ଧ୍ୟାନ ଦିଅନ୍ତୁ ଭଲସେ। ନିଆଁରେ ଯେଉଁ ତତଲା ତ ସେଥିପାଇଁ ଟିକେ ତଳେ ପକାଇଦେଲି ଆଉ। ଦେଖନ୍ତୁ ଏଇ ଜଳିଗଲା ଦେଖନ୍ତୁ। ତଥାପି ଏଇଗା ଦୋକାନରୁ ଆଣିକି ଛୁଆ ଆଜିକାଲି ଦୁନିଆର ଯେତେ ସବୁ ଯୁବପିଢ଼ି ମାନେ ବେଶୀ ଏଇ ଝିଅମାନେ ଖାଉଛନ୍ତି ଆଉ ଛୁଆମାନେ ଖାଉଛନ୍ତି। ଦେଖନ୍ତୁ ଏଇଟା ଏଇ କୁରକୁରିଟା ଖାଇବାରେ ଦେଖୁଛନ୍ତି ତ କେମିତି ନିଆଁ ଜଳୁଛି। ଆଉ ଖାଲି ଆମେ କୁରକୁରି ଖାଇବୁ। ଯଦି ଖାଇବାର ଅଛି ପିଠା ଖାଅ, ବିସ୍କୁଟ୍ ଖାଅ, ଭଲ ଜିନିଷ କିଛି ଖାଅ। ଆଉ ଖାଲି କୁରକୁରି ଖାଇମୁ। ସେଥିପାଇଁ ସମସ୍ତେ ଟିକେ ଦେଖ, ଧ୍ୟାନ ଦେଇକି ଏଇ ଭିଡ଼ିଓଟା ଟିକେ ଦେଖ। ଆଉ ବହୁ ମାତ୍ରାରେ ସେୟାର କର, ସବସ୍କ୍ରାଇବ୍ କର ଆଉ ଲାଇକ୍ କର। ଦେଖନ୍ତୁ ଆପଣମାନେ ଟିକେ ଦେଖିକି ଚିନ୍ତା କରନ୍ତୁ। ମାନେ ଯଦି କୁରକୁରି ଯଦି ନିଆଁରେ ଜଳି ଯାଉଛି ତାହେଲେ ଆପଣମାନେ ପେଟରେ କ'ଣ ହେଉଥିବ ଜାଣନ୍ତି ତ? ଦେଖି କ'ଣ କହୁଛନ୍ତି ନା ପେଟ ବଥା ହେଉଛି, କିଏ କହୁଛି ମୋର ପେଟରେ ଇଏ ହେଉଛି, କ'ଣ ହେଉଛି। ଦେଖିଲା ବେଳେ ଦେଖୁଛନ୍ତି ଏଇଗାକୁ ଆପଣମାନେ ଖାଉଛନ୍ତି। ସେଥିପାଇଁ ଧ୍ୟାନ ଦିଅନ୍ତୁ, ଜମା କୁରକୁରି ଖାଆନ୍ତୁନି, ବର୍ଜନ କରନ୍ତୁ। ଦୋକାନରୁ ଖାଲି 5 ଟଙ୍କା ଦେଇଦେଇ ଖାଇ ଦେଉଛନ୍ତି। ଦେଖିଲା ବେଳେ ରୋଗ ଆଣିକି ଆସୁଛନ୍ତି। ଦେଖନ୍ତୁ କୁରକୁରିଟା ଜଳିଗଲା। ସେଥିପାଇଁ ଜମା କୁରକୁରି ଭୁଲରେ ବି ଛୁଆଙ୍କୁ ଦିଅନ୍ତୁନି। ଛୁଆଙ୍କ ପେଟ ବଥା ହେବ, ବହୁତ ରୋଗର ବି ସମସ୍ୟା ହେବାର ବି ସମ୍ଭାବନା ଅଛି। ସେଥିପାଇଁ କୁରକୁରି ଖାଆନ୍ତୁ ନାହିଁ। ଏଇ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ ଜରୁର। ଆଉ ସବୁ ଛୁଆ ଆଉ ସବୁ ବେଶୀ ମାଆମାନଙ୍କୁ ଆଉ ଛୁଆମାନଙ୍କୁ ଏଇ ଭିଡ଼ିଓଟି ସେୟାର କରନ୍ତୁ। ଏତିକି ରହିଲି, ବାଏ ବାଏ ହେଲା ନିନି ମାନେ।